ଲକ୍ଷ୍ୟ ପ୍ରାପ୍ତିର ସୂତ୍ର। ସ୍ୱାମୀ ରାମକୃଷ୍ଣ ପରମହଂସ ଏକ ସ୍ଥାନକୁ ଯାଉଥିଲେ। ରାସ୍ତାରେ ଜଣେ ମୂର୍ତ୍ତିକାର ମୂର୍ତ୍ତି ଗଢ଼ିବାର ଦେଖିଲେ ଓ ସେଠାରେ ଅଟକି ଗଲେ। ମୂର୍ତ୍ତିକାର ପଥରରେ କ'ଣ ତିଆରି କରୁଛନ୍ତି ବୋଲି ପଚାରିଲେ। ମୂର୍ତ୍ତିକାର ଜଣକ କହିଲେ, ମୁଁ ଜଣେ ରାଜାଙ୍କର ମୂର୍ତ୍ତି ତିଆରି କରୁଛି। ରାମକୃଷ୍ଣ ପରମହଂସ କହିଲେ, ତାଙ୍କର ଫଟୋଚିତ୍ର ଆପଣଙ୍କ ପାଖରେ ଅଛି କି? ମୂର୍ତ୍ତିକାର କହିଲେ, ମୋ ପାଖରେ କୌଣସି ଫଟୋଚିତ୍ର ନାହିଁ। ରାମକୃଷ୍ଣ ପରମହଂସ ପୁଣି ତାଙ୍କୁ କହିଲେ, ତୁମ ପାଖରେ କୌଣସି ଫଟୋଚିତ୍ର ନାହିଁ, ତାହେଲେ ତୁମେ କିଭଳି ଭାବରେ ପଥରରେ ମୂର୍ତ୍ତି ତିଆରି କରିବ? ମୂର୍ତ୍ତିକାର ଜଣକ କହିଲେ, ମୋ ପାଖରେ କୌଣସି ଫଟୋଚିତ୍ର ନାହିଁ, କିନ୍ତୁ ତାଙ୍କର ଛବି ମୋ ମନ ମସ୍ତିଷ୍କରେ ରହିଛି, ତେଣୁ ମୁଁ ତାଙ୍କର ମୂର୍ତ୍ତି ବନେଇ ପାରିବି। କିଛି ସମୟ ପରେ ମୂର୍ତ୍ତିକାର ମୂର୍ତ୍ତି ସମ୍ପନ୍ନ କଲେ। ଏହି କଥା ସ୍ୱାମୀଜୀ ଠିଆ ହୋଇ ଦେଖୁଥାନ୍ତି। ତାଙ୍କର ସେ ମୂର୍ତ୍ତି ରାଜାଙ୍କ ରୂପ ନେଲା। ଏହା ଦେଖି ସ୍ୱାମୀଜୀ ଗୋଟେ କଥା ଜାଣିପାରିଲେ ଯେ କିଛି କାମକୁ କିମ୍ବା ଜିନିଷକୁ କରିବାକୁ ହେଲେ ତାକୁ ନିଜର ମନ ମସ୍ତିଷ୍କରେ ମିଶାଇ ତା ପଛରେ ଲଗ୍ନର ସହ ଲାଗିଲେ ସଫଳତା ମିଳିଥାଏ।